ଏ ଭାବିଛି ଗାଡି ଆକ୍ସିଡେଣ୍ଟ ହେଇଯାଇଛି, ମୁଁ ଦୁର୍ବଳ ହେଇଯାଇଛି। ଏ ଗାୟକ ମନେ ରଖ, ଭାବନୁ ତୁ ଜାନୁ ହରା ନୁହେଁ ମୁଁ ଦୁର୍ବଳ, ଭାଷା ଗୋଳମାଳ ହେଲେ ହେବି ମୁଁ ସବଳ। ତମେ ତ 60 ଟଙ୍କିଆ କପଡା ଡ୍ରେସ ପିନ୍ଧିବା ପାଲା ବାଲା, ତମ ଜୀବନରେ ତମେ 500 ଟଙ୍କିଆ କପଡା ପିନ୍ଧିଲଣି। ମୋଠୁ 3 ହଳ ଡ୍ରେସ ନେଇକି ସୋନାଦାସ ପାଲା ଗାଉଛି, କହିଲା ଭଲ ଲାଗୁଛି ଦେ ଦେ ଦେ। ମୁଁ କହିଲି ନେ ଆଉ କଣ। ରାତି ପାଇଲେ ଭାରି ଯା ଛାଞ୍ଚୁଣି ଧରିକି ଉଡଉଛି ତା ଘରକୁ। ମୁଁ 2-3 ଥର ଯାଇଛି। ନା ନୃସିଂହ ହୋତା ହେଇଛି, ଚୁଙ୍ଗୁଡି ଟିକେ ହବନି? ଯା ଚୁଙ୍ଗୁଡି ଆଣିବ ନା, ମୋ ପାଖରେ ପଇସା ନାହିଁ। ତା ସ୍ତ୍ରୀ କହିଲା ଯୋଗୁଣିଖିଆ କାହିଁକି ପାଲାକୁ ଯାଉଛୁ? ସୋନାଦାସ ସ୍ତ୍ରୀ କହିଲା ଯୋଗୁଣିଖିଆ ପାଲାକୁ କଣ ପାଇଁ ଯାଉଛୁ? ନୃସିଂହ ହୋତା ହେଇଛି, ଚୁଙ୍ଗୁଡି ଟିକେ ହବନି? ମାମୁଁ ସଦାବେଳେ ଚାହେଁ ଭଣଜାର ବଂଶ ନଷ୍ଟ ହଉ। 100 ଘୋଡାକୁ 100 ହାତୀ ଏକା ଲଢିବ ମହାରଥୀ। ଗେଡୁକୁ ଆଣିଛ, ଗୋବିନ୍ଦ ଅଛି, ମୋ ପୁଅ ଇଲା ଆସିଛି, ପାଲା କରୁଛ। ଯଦି ଗୋଟିଏ ରାତି ନା ନେଇଯିବ ନୃସିଂହ ହୋତାଠୁ, ମୁଁ ଜାଣିବି ତମେ ପାଲା ବାଲା। କୌରବ ଗୌରବ ଭସାଇଣ ଦବ, ପାଣ୍ଡବ ସଙ୍କଟ ସୁଅରେ ଅନ୍ଧ ନନ୍ଦନ ଜାଣେ ନା ଚକ୍ରାନ୍ତ ନାଟକ। ଦୁର୍ବାର ହେଇଯାଇଛି ଜଣେ। ସେ ଜଣକ ନାଁ ହଉଛି ଶକୁନି। ଶକୁନି ରେ ପୁଅ। ତା ନା ଶକୁନି କାହିଁକି? ନା ସମଗ୍ର କୁରୁକୁଳ ନିଧନ। ସରେ ସମଗ୍ର, କୁରେ କୁରୁକୁଳ, ନିରେ ନିଧନ। 100 ଭାଇ କି ମାରିବା ପାଇଁ ନିୟମ କରିଛି। ନା କାହିଁକି? ମାମୁଁ ହେଇକି ଭଣଜା ବଂଶ ନଷ୍ଟ କରିବ? ନାଇଁ 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 ନାଇଁ, ଘରେ ଘରେ ଯଦି ଭଣଜା ମାନେ ଖାଆନ୍ତି ବା ତା ମାନେ କେତେ ପୁଣ୍ୟତା କହି ନୁହେଁ। ଆଜ୍ଞା, ଜଗତରେ ଏଠି ଯେତେ ମାମୁଁ ଅଛ, ତମେ ଭଣଜା ବଂଶ ନଷ୍ଟ କରିବା ପାଇଁ ଚାହିଁଛ। ଅରେ ଯେତେ ମାନବ ମାନେ ଅଛନ୍ତି ସମସ୍ତେ ଭଣଜାଙ୍କର ବଂଶ ନିପାତ କରିବା ପାଇଁ। ଯେତେ ମାମୁଁ ଅଛନ୍ତି ସମସ୍ତେ ଭଣଜା ବଂଶ ନଷ୍ଟ କରିବାକୁ ଚାହାନ୍ତି। ଆଚ୍ଛା ଆଚ୍ଛା ଆଚ୍ଛା, କେମିତି? ଏଇଥିପାଇଁ ଏ ପ୍ରଥମା ଅଷ୍ଟମୀରେ ଯେ ନୂତନ ବସନ ମାମୁଁ ମାନେ ଭଣଜାକୁ ଦିଅନ୍ତି ପ୍ରମାଣ। ଯୋଉ ପ୍ରଥମାଷ୍ଟମୀ କରୁଛି ପରୁହାଷ୍ଟମୀ। ଆଚ୍ଛା, କୋଉ ମାମୁଁ ଭଣଜାକୁ ଲୁଗାପଟା ଦଉନ? ସମସ୍ତେ ଦଉଛନ୍ତି। କଣ ପାଇଁ ଦଉଛ? ସମ୍ମାନ ବଢିବ ବୋଲି। ନା, ନାଇଁ, ମାମୁଁ ସଦାବେଳେ ଚାହେଁ ଭଣଜାର ବଂଶ ନଷ୍ଟ ହଉ। ଗୋଟେ ମାମୁଁ ଥିଲା, ତା ନାଁ ହଉଛି କାଳନେମି। ଭଣଜାଟା ହଉଛି ରାବଣ। ରାବଣ ବଂଶ ନଷ୍ଟ କରିବାକୁ କାଳନେମି ଅସୁର ଗୋଟେ ଡୁପ୍ଲିକେଟ ବାବାଜୀ ହେଇକି ବସିଲା। ସେଇପଟେ କାଇଁସିକା ହ୍ରଦକୁ ଯାଉଛି ପଦ୍ମ ଫୁଲ ଆଣିବା ପାଇଁ ହନୁମାନ। ଏ ତ ଅତୁଲିତ ବଲଧାମ ହେମ ଶୈଳାଭ ଦେହମ୍, ଯେ ଜ୍ଞାନୀ ନାମ ଅଗ୍ରଗଣ୍ୟ। ହନୁମାନ ଦେଖିକି ମୁଣ୍ଡିଆଟିଏ ମାଇଲା। କାଳନେମି ଜାଣିଛି ଏ ହନୁମାନ ବୋଲି ମଧ୍ୟ ସେ ଜାଣିଛନ୍ତି। କହିଲା କୁଆଡେ ଯାଉଛୁ? ନା ରାମ ରାବଣ ଯୁଦ୍ଧ ହବ,
ରାବଣ ମରିବା ପାଇଁ ଦୁର୍ଗା ପୂଜା କରିବାକୁ ପଡିବ, କାଳୀ ପୂଜା କରିବାକୁ ପଡିବ। ତେଣୁ କାଳୀ ପୂଜା କରିବା ପାଇଁ ହେଲେ 108ଟା ପଦ୍ମ ଦରକାର। ଆଚ୍ଛା ଆଚ୍ଛା ଆଜ୍ଞା ମୁଁ କାଳୀଙ୍କ ପାଇଁ 108 ପଦ୍ମ ନେବାକୁ ଯାଉଛି। ଯାଉଛି। କାଳ ନେମି ଅସୁର କହିଲା। କଣ କହିଲା ହନୁମାନଙ୍କୁ? 108 ପଦ୍ମ ଆଣିପାରିବୁନି। କାହିଁକି? ଭଲରେ ଖାଅ, ମତେ କଣ ଏମିତି ଅନଉଛ? ଆପଣ ଏଇ କହିବେ ଡ୍ରେସକୁ ତମେ ତ 60 ଟଙ୍କିଆ କପଡା ଡ୍ରେସ ପିନ୍ଧିବା ପାଲା ବାଲା। ତମ ଜୀବନରେ ତମେ 500 ଟଙ୍କିଆ କପଡା ପିନ୍ଧିଲଣି। ମୋଠୁ 3 ହଳ ଡ୍ରେସ ନେଇକି ସୋନାଦାସ ପାଲା ଗାଉଛି। ଆଜ୍ଞା ଆଜ୍ଞା ହଁ ହଁ 3 ହଳ ଡ୍ରେସ ମୋଠୁ ନେଇଛି। ବାସ୍ କହିଲା ଭଲ ଲାଗୁଛି ଦେ ଦେ ଦେ। ମୁଁ କହିଲି ନେ ଆଉ କଣ। ନେ ଆଉ ନିଜେ ଡ୍ରେସ ଯିଏ ହଳେ କିଣି ପାରୁନି, ରାତି ପାଇଲେ ଭାରି ଯା ଛାଞ୍ଚୁଣି ଧରିକି ଉଡୁଛି। ତା ଘରକୁ ମୁଁ 2-3 ଥର ଯାଇଛି। ସେମିତା କଥା କହନ୍ତୁନି ଆଜ୍ଞା। ନା ନୃସିଂହ ହୋତା ହେଇଛି, ଚୁଙ୍ଗୁଡି ଟିକେ ହବନି। ଆଉ କଣ ଯା ଚୁଙ୍ଗୁଡି ଆଣିବ ନା, ମୋ ପାଖରେ ପଇସା ନାହିଁ। ତା ସ୍ତ୍ରୀ କହିଲା ଯୋଗୁଣିଖିଆ କାହିଁକି ପାଲାକୁ ଯାଉଛୁ? ମୁଣ୍ଡ ଗଳୁଛୁ କାହିଁକି? ସୋନାଦାସ ସ୍ତ୍ରୀ କହିଲା ଯୋଗୁଣିଖିଆ ପାଲାକୁ କଣ ପାଇଁ ଯାଉଛୁ? ନୃସିଂହ ହୋତା ଆଇଛି, ଚୁଙ୍ଗୁଡି ଟିକେ ହବନି। ଏଡିକିଟା ମାନ ଚୁଙ୍ଗୁଡି ଆଇଲା। ମୁଁ ନିଜେ ବସିକି ତା ଚୁଲିରେ ଭାଜିଲି, ଖାଇକି ଆଇଲି। ଏ ପାଲାକୁ ଆଇଲେ ମତେ କ୍ଷୀର ଦିଅ। ଆଜ୍ଞା ଏ ଭାରି କ୍ଷୀର ଖାଇଲା ବାଲା ପାଲା ବାଲା। ଯଦି କ୍ଷୀର ଖାଇବୁ ଗୋଟେ ଗାଈ ବାନ୍ଧୁନୁ ଘରେ। ଅନ୍ତିମ ମନ୍ତ୍ରଣା ଫୁଙ୍କିଛି ଗାନ୍ଧାର ପ୍ରତିଶୋଧ ଲାଗି। ଏ ଭାବିଛି ଗାଡି ଆକ୍ସିଡେଣ୍ଟ ହେଇଯାଇଛି, ମୁଁ ଦୁର୍ବଳ ହେଇଯାଇଛି। ଆଚ୍ଛା ଏ ଗାୟକ ମନେ ରଖ। ଭାବନୁ ତୁ ଜାନୁ ହରା ନୁହେଁ ମୁଁ ଦୁର୍ବଳ। ଭାଷା ଗୋଳମାଳ ହେଲେ ହେବି ମୁଁ ସବଳ। ଗାଇଲୁ ଗୋଟେ ଭଜନଟେ ଗାଇଲୁ। ବୁଢାର ହାଡ ଥିଲେ କୋଉଠି ଚମ ଥିଲେ ଦୌଡି, କି କଥା କହୁଛ? ବଞ୍ଚିଥିଲା ପର୍ଯ୍ୟନ୍ତ ମଞ୍ଚ ଉପରେ ଠିଆ ହେଲେ କାହାକୁ ଛାଡିବିନି। ନାଇଁ 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 ଯୋଉଦିନ ମରିଯିବି ମରିଯିବି। ଆଚ୍ଛା ଜୟ ଜୟ ଜଗନ୍ନାଥ ନୀଳାଦ୍ରି ମଣ୍ଡଳ। ଭାଗବତୀ ଶଙ୍ଖ ଚକ୍ର ଗଦା ପଦ୍ମ। ଜୟ ଜୟ ଜଗନ୍ନାଥ ନୀଳାଚଳ ମୁଦ୍ରା। ଅନନ୍ତ ନାଗ ଉପରେ ଭାଗ ଯୋଗ ନିଦ୍ରା। ଜୟ ଜୟ ଜଗନ୍ନାଥ ପତିତ ପାବନ। ଜୟ ଜୟ ଜଗନ୍ନାଥ ସ୍ୱୟଂ ନାରାୟଣ।